नमो भगवते वासुदेवाय। प्रथम स्कंध दशम अध्याय। हस्तिनापुर कार्य सारी द्वारका गमन्ते मुरारी। हस्तिनापुर नारी स्तुति दशम अध्याये करन्ति। सैनक उवाच भसूत कह कृष्णवाणी संसारु तरी जाहा शुणी। पांडु राजार मृत्यु काले दुष्टे जे राज्य नेले बळे। गोविंद पादे आशा करी से आतताई जने मारी। पंचभृताए एक मेले प्रजांकु पाली राज्य कले। तेबे कि कले पांडु सुते स्वभावे कृष्णर संगते। सुत उवाच पांडव वंश रक्षा करी कुरु वंश को नरहरि। क्रोध अनिल भस्म कले दावाग्नि जेह्ने वनस्थले। युधिष्ठिरंकु राज्य मध्ये कृष्ण स्थापिले राजपदे। भीष्मंक तहु धर्मवाणी जेबा कहिले चक्रपाणी। से वाक्य शोक मोह छाड़ी प्रजा पालने चित्त बढ़ी। आनंद मने धर्म बला प्रजा पालने मन देला। कृष्णर तेजे राजा गणे सेवंती युधिष्ठि चरणे। समुद्र अंत जाए मही धर्मनंदन आज्ञा बही। प्रजा बाछन्ते मेघमाल भूमि रे बरसन्ति जल। कामधेनुरे प्राये मही प्रजा कल्पिते शस्य देई। गोपाल गोष्ठ मध्ये थाई अनेक क्षीर दियन्ति गाई। नदी बहन्ति पुरी जले समुद्र रहिला निश्चले। पर्वते निज स्थाने स्थिर आवृत लता वन घोर। औषधि गण ऋतुमते फलन्ति प्रजा तोष अर्थे। प्रजांकु आधि व्याधि क्लेश न लागे ताप त्रयलेश। धर्मनंदन राज्ये जेते प्रजाए बंचन्ति निश्चिन्ते। बंधुंक शोक शांत करी सुभद्रा प्रिय कामे हरि। हस्तिनापुरे ऋषिकेश भावे बंचिले केते मास। द्वारका गमने उद्योगी युधिष्ठिरंकु आज्ञा मागी। जन जन के करी कोल सुहृदे प्रेम वाक्ये भळ। रथे बसिले बनमाली तुले सकल बंधु मिली। कृष्णा सुभद्रा कुंती सुते राजाए आसीथिले जेते। गांधारी धृत राष्ट्र मेले जुजुत्स्य गौतम तुले। धम्य संगते भीम मिसी उत्तरा नारी मध्ये आसी। कृष्णंकु न मिला अंतरे गर्भरक्षण स्नेह भरे। कृष्ण विरहे मन छन्य सही न पारी हत ज्ञान। जाहार जस गुण कर्णे शुणिबा मात्रे साधु जने। सत्संग न पारंती छाड़ी हेले तरंती भव बारी। से कृष्ण भावे भाव बढ़ी साक्षाते के पारिब छाड़ी। निरते करंती दर्शन स्नेह निर्भरे आलिंगन। कृष्णंकु कहन्ति वचन आवरी शयन भोजन। न देखि तार पद्म मुख काहि लभिबे आउ सुख। ए रूपे चित्त वृत्ति देई चक्षु पिछुड़ा न चलई। ताहार स्नेह बद्ध होई
ଚଳନ୍ତି କୃଷ୍ଣ ଯାନ୍ତି ଯହିଁ। ପୁରୁ ବାହାର ହନ୍ତେ ହରି ବିକଳେ ଯେତେ ପୁର ନାରୀ। କମ୍ପିତ କଣ୍ଠେ ବାକ୍ୟ କହି ବୋଲନ୍ତି ଏକୁଆରେ ଚାହିଁ। ଦ୍ୱାରକା ଗଲେ ଭାବଗ୍ରାହୀ ଆମ୍ଭର ସୁଖ ଲେଶ କାହିଁ। ମୃଦଙ୍ଗ ଶଙ୍ଖ ଭେରୀ ବାଣୀ ଘଣ୍ଟ ଦୁନ୍ଦୁଭି ନିର୍ଘୋଷଣା। ବାଜଇ ନାନା ବାଦ୍ୟ ସ୍ୱର ମଙ୍ଗଳ ନାଦ ମନୋହର। ସେ କୁରୁ ରାଜ୍ୟେ ଯେତେ ନାରୀ କୃଷ୍ଣ ବିଚ୍ଛେଦେ ତନୁ ଘାରି। ଜଗତି ଅଟ୍ଟାଳି ଆରୋହୀ ପୁଷ୍ପ ବିଛନ୍ତି କୃଷ୍ଣ ଚାହିଁ। କୃଷ୍ଣର ଶିରେ ଶ୍ଵେତ ଛତ୍ର ରତ୍ନ କାଞ୍ଚନେ ସୁଘଟିତ। ଅର୍ଜୁନ ଗୋବିନ୍ଦର ପାଶେ ଆନନ୍ଦେ ଘେନି ମନ ତୋଷେ। ବାମ ଦକ୍ଷିଣ ପାଶ ଟେକି ବ୍ୟଞ୍ଜନ ଉଦ୍ଧବ ସାତ୍ୱିକୀ। ଚାମର ହସ୍ତେ ପୁଣି ବିଞ୍ଚି କୃଷ୍ଣେ କର୍ପୂର ଧୂଳି ସିଞ୍ଚି। ଦେବେ କୁସୁମ ବରସନ୍ତି ମାର୍ଗେ ବିଜୟ ଯଦୁପତି। ବ୍ରାହ୍ମଣେ ମିଳି କୃଷ୍ଣ ପାଶେ ଆଶିଷ ଦେଲେ ମନ ତୋଷେ। ତୋ ସୁଖ ହେଉ ଏହି ବାଣୀ ବ୍ରାହ୍ମଣ ମୁଖୁ ଯାହା ଶୁଣି। ନିର୍ଗୁଣେ ନ ହେ ଅନୁରୂପ ଲୀଳାବତାରେ ଏ ଆରପ। କୌରବପୁର ନାରୀଙ୍କର ଉତ୍ତମ ଶ୍ଳୋକେ ଚିତ୍ତ ଯାର। ଅନନ୍ୟେ ଭାସନ୍ତି ଯେ ଗିରି ସେ ସର୍ବଶ୍ରୁତି ମନୋହରି। କୃଷ୍ଣଙ୍କ ଶୌର୍ଯ୍ୟ ତେଜ ଦେଖି କେ ନାରୀ କହେ ଶୁଣ ସଖୀ। ଏ ହରି ପୁରୁଷ ପୁରାଣ ଆତ୍ମାକୁ ଆତ୍ମାରେ ନିର୍ମାଣ। କରି ସକଳ ଦେହେ ବସେ ରହଇ ଏକ ଅବଶେଷେ। ଗୁଣତ୍ରିତ ଏ ଜଗତ ମାୟାରେ କରେ ଆତଜାତ। ଆତ୍ମାରେ ଆତ୍ମା ଭାବ ବହେ ସକଳ ଶକ୍ତି ଘେନି ରହେ। ଯେସନେ ସର୍ବ ଶକ୍ତି ଲଇ ଦିବସ ଅନ୍ତେ ପ୍ରାଣୀ ଶୋଇ। ପୁଣି ଉଠଇ ରାତ୍ରି ଅନ୍ତେ ବିଷୟ ଧ୍ୟାନ କରେ ଚିତ୍ତେ। ତେହ୍ନେ ଏହାର ବୀର୍ଯ୍ୟ ବଳେ ପ୍ରକୃତି ପ୍ରସରେ ସୟଳେ। ଯାହାର ନାହିଁ ନାମ ରୂପ ଅନାଦି ନିର୍ଗୁଣ ନିର୍ଲେପ। ଜୀବର ସଙ୍ଗେ ଭୋଗ କରି ବିହରେ ନାମ ରୂପ ଧରି। ଜଗତ ସଞ୍ଚାର ଏମନ୍ତେ ବିଧାନ କରେ ବେଦ ମତେ। ଯାହାର ପାଦ ଆଶ୍ରେ କରି ଜିତ ଇନ୍ଦ୍ରିୟ ବ୍ରହ୍ମଚାରୀ। ନିର୍ମଳ ଆତ୍ମାରେ ନିଶ୍ଚଳେ ଦେଖନ୍ତି ଭକ୍ତି ଯୋଗ ବଳେ। ତାହାଙ୍କ ହୃଦେ ପ୍ରକାଶଇ ସକଳ କଳୁଷ ନାଶଇ। ଯାର ମହିମା ମୁନି ଗଣେ ଆଗମ ନିଗମ ପ୍ରମାଣେ। ଏକୁ ଆରେକ କଥା କହି ବଞ୍ଚନ୍ତି ଯାର ପାଦ ଧ୍ୟାଇ। ଯେ ଏକ ଈଶ ଲୀଳା କରି ପ୍ରକୃତି ସଙ୍ଗତେ ବିହରି। ସୃଷ୍ଟି କରିଣ ପୁଣି ପାଳେ ଈଶ୍ୱର ରୂପେ ଅନ୍ତ କରେ। ସେ ଦୋଷ ନ ଲାଗେ ତାହାର ନଳିନୀ ଦଳେ ଯେହ୍ନେ ନୀର। ସେହି ଏ ଆମ୍ଭ ଦୃଷ୍ଟି ପଥେ ଦେଖ ଗୋ ସଖୀ ଅଛି ରତେ। ଦୁଷ୍ଟ କ୍ଷତ୍ରିୟେ ଯେତେବେଳେ ଅଧର୍ମେ ଗ୍ରାସନ୍ତି ସୟଳେ। ଏ ହରି ସତ୍ୱ ଗୁଣ ଧରି ନାନା ଶରୀରେ ଅବତରି। ଯଶ ବିସ୍ତାରି ଦୟା ସଙ୍ଗେ ସୁଖେ ବିହରେ ଯୁଗେ ଯୁଗେ। ଯାଦବ କୁଳ ଏ ସଂସାରେ ଭାଗ୍ୟ କେ କରିବ ଗୋଚରେ। ପୁରୁଷ ଉତ୍ତମ ଶ୍ରୀପତି ଯେଣୁ ଯାଦବେ ଉତପତି। ଯାର ନିବାସ ମଧୁବନ
ତେଣୁ ସ୍ୱଭାବେ ପୁଣ୍ୟତମ। ରଜନୀୟନ୍ତେ ନରଲୋକେ ନାମ ଧରନ୍ତି ପୁଣ୍ୟ ଶ୍ଲୋକେ। ଏ ଯେ ଦ୍ୱାରକା ତ୍ରିଅକ୍ଷର ଅପାର ପୁଣ୍ୟ ଯଶସ୍କର। ଯହିଁ ସକଳ ପ୍ରଜାଜନ କୃଷ୍ଣ ରହସିତ ବଦନ। ନିଗମ ବାକ୍ୟ ଯାହା ଘୋଷି ଦେଖନ୍ତି ନିଜ ଦ୍ୱାରେ ବସି। କୃଷ୍ଣର ଯେତେ ପତ୍ନୀଗଣ ସେ ତ ସ୍ୱଭାବେ ଭାଗ୍ୟବାନ। ଯମ ନିୟମ ବ୍ରତ ସ୍ନାନ ଯଜ୍ଞ ତପସ୍ୟା ମହାଦାନ। ସଂକଳ୍ପ କରି ଜନ୍ମାନ୍ତରେ ତାହାଙ୍କୁ ଲଭିଛନ୍ତି ବରେ। ଯାହାଙ୍କ ଅଧର ଅମୃତ ପାନରେ ଗୋପୀଏ ମୋହିତ। ନିତ୍ୟେ ପିବନ୍ତି ସୁଖ ଭରେ କେ ଭାଗ୍ୟବନ୍ତ ତାଙ୍କ ତୁଲେ। ରୁକ୍ମିଣୀ ସ୍ୱୟଂବର କାଳେ ସଭାର ମଧ୍ୟେ ନୃପ ମେଳେ। କୃଷ୍ଣ ବିଷये ଯେତେ ବାଦୀ କ୍ଷତ୍ରିୟ ଶିଶୁପାଳ ଆଦି। ତାହାଙ୍କ ଦର୍ପ ନାଶ କରି କନ୍ୟା ହରିଲେ ନରହରି। ନାରକାସୁର ବଧ କରି 16,000 କନ୍ୟା ହରି। ରୁକ୍ମିଣୀ ଆଦି ଜାମ୍ବବତୀ ଅପରେ ଯେତେ ନାରୀଛନ୍ତି। ସେ ବଧୂ ଜନେ ତାର ସଙ୍ଗେ ଖଟନ୍ତି ସୌଭାଗ୍ୟ ରଙ୍ଗେ। ତାର କଟାକ୍ଷେ ବଶ ହୋଇ ନିଶ୍ଚଳ ଚିତ୍ତେ ରୂପ ଧ୍ୟାଇ। ନିରତେ କୃଷ୍ଣ ଘେନି ଘରେ ପ୍ରେମେ ସେବନ୍ତି ତାପୟରେ। ପାରିଜାତକ ଆଦି ଦାନ ଦେଇ ଆନନ୍ଦ ତାଙ୍କ ମନ। କରିଣ ପ୍ରଭୁ ଭାବଗ୍ରାହୀ ତାହାଙ୍କ ସଙ୍ଗ ନ ଛାଡ଼ଇ। କୁରୁମଣ୍ଡଳ ବଧୂ ଜନେ ଏମନ୍ତେ ବାଣୀ ଅନ୍ୟୋନ୍ୟେ। ସ୍ମିତ ଇଙ୍ଗିତେ ତାହା ଲଖି ରଥେ ଚଳିଲେ ପଦ୍ମ ଆଖି। କୃଷ୍ଣର ସ୍ନେହ ମନେ ଧରି ପାଣ୍ଡବେ ଘେନି ସୈନ୍ୟଚାରି। ଶତ୍ରୁଙ୍କ ଭୟ ଚିତ୍ତେ ଚିନ୍ତି କୃଷ୍ଣଙ୍କୁ ଆବୋରି ଚଳନ୍ତି। କେତେହେଁ ଦୂରେ ଭାବଗ୍ରାହୀ ପାଣ୍ଡବମାନଙ୍କୁ ରୁହାଇ। ଉଦ୍ଧବ ଆଦି ପ୍ରିୟ ସଙ୍ଗେ ଚଳିଲେ ନିଜ ପୁର ମାର୍ଗେ। କୁରୁ ଜାଙ୍ଗଳ ଦେଶ ଜିଣି ପାଞ୍ଚାଳ ଦେଶ ସୁରସେନି। ଯମୁନା ଦେଶ ବ୍ରହ୍ମବର୍ତ୍ତ ମତ୍ସ୍ୟନଗର ସାରସ୍ୱତ। ମରୁଧନ୍ୱନ ସଉବୀର ଆଭିର ପୁରୀ ଯେ ଅପର। ଜିଣିମି ଗମିଲେ ନିଜ ରଥେ ମିଳିଲେ ଦ୍ୱାରକା ପ୍ରଶସ୍ତେ। ସେ ଦେଶ ଯେତେ ପ୍ରଜାଜନେ ସଂଭ୍ରମେ କୃଷ୍ଣ ଦରଶନେ। ଅନେକ ଉପାୟନ ହସ୍ତେ ନିବେଦି କୃଷ୍ଣ ପାଦଗତେ। ଏମନ୍ତେ ଦ୍ୱାରକା ଅଗ୍ରତେ ମିଳିଲେ ଦିନକର ହସ୍ତେ। ସେ ହରି ଚରଣ ପଙ୍କଜେ କିଙ୍କର ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷ୍ୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକାଗମନଂ ନାମ 10ମ ଅଧ୍ୟାୟ।